विभिन्न समय रे फटोचित्र आंकी से चर्चा रे राष्ट्रपति, प्रधानमंत्री, मुख्यमंत्री, पूर्वतन मुख्यमंत्री, राज्यपाल प्रमुख प्रतिष्ठित महान व्यक्तिंकर छवि को अविकल करी आंकी निज हाथ में प्रदान करिथांती। फटो आंकी प्रदान पर बारंबार रेकर्ड सृष्टि करुवा भद्रक जिला अगरपड़ा चक्रपड़ीर झील डॉक्टर नमिता बेहेरा पुणी थे निजर प्रतिभा देखाई जातीय तथा विश्व स्तर में नोबेल वर्ल्ड रेकर्डर अधिकारी हो पारिछंती। এই সফলতা পরে জেলা তথা রাজ্যের খুশির লহরি খেলি যাইছি। ভদ্রক বিধায়ক শীতাংশু শেখর মহাপাত্র রবিবার চিত্রশিল্পী ডক্টর নমিতা বেহেরাଙ୍କୁ নিজ କାର୍ଯ୍ୟାଳୟରେ ସମ୍ମାନିତ କରିଥିବାର ଦେଖିବାକୁ ମିଳିଛି। ତେବେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ଏଭଳି ପ୍ରତିଭାବାନ ଚିତ୍ରଶିଳ୍ପୀଙ୍କୁ ସହଯୋଗ କଲେ ଆହୁରି ଆଗକୁ ଯାଇ ଆନ୍ତର୍ଜାତୀୟ ସ୍ତରରେ ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି ଯାହା ସାଧାରଣରେ ଆଲୋଚନା ବିଷୟବସ୍ତୁ ପାଲଟିଛି। ତେବେ ଶୁଣନ୍ତୁ କ'ଣ କହୁଛନ୍ତି ବିଧାୟକ। ସର୍ବପ୍ରଥମେ ଯୋଉ ନମିତା ବେହେରା କଥା ଆପଣ କହୁଛନ୍ତି, ଆମ ଜିଲ୍ଲା ପାଇଁ ସେ ଅନେକ ସଫଳତା ଆଣିଛନ୍ତି ବିଗତ ଦିନରେ। ସେ ଜଣେ ଭଲ ଚିତ୍ରଶିଳ୍ପୀ, ପୂର୍ବରୁ ମଧ୍ୟ ଜାତୀୟ ସ୍ତରରେ ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ପ୍ରାପ୍ତ କରିଛନ୍ତି। ଯୋଉମାନେ ବଡ଼ ବଡ଼ ବ୍ୟକ୍ତି, ପ୍ରଧାନମନ୍ତ୍ରୀ କୁହନ୍ତୁ, ରାଷ୍ଟ୍ରପତି କୁହନ୍ତୁ, ଆମର ମୁଖ୍ୟମନ୍ତ୍ରୀ କୁହନ୍ତୁ, ଏପରି ଅନେକ ଲୋକଙ୍କର ଚିତ୍ର ତିଆରି କରି ତାଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ତାଙ୍କ ପାଖରେ ଯୋଉ ପ୍ରତିଭା ରହିଛି, ସେ ପ୍ରତିଭା ନିଶ୍ଚିନ୍ତ ଏକ ବିରଳ ପ୍ରତିଭା। କାରଣ ଭଦ୍ରକ ଭଳି ଏକ ଛୋଟ ଜିଲ୍ଲା, ପୁଣି ଆଗରପଡ଼ା ଭଳି ଏକ ଅଞ୍ଚଳରୁ ଆସି ଏପରି ସୁନାମ ଅର୍ଜନ କରିବା ନିଶ୍ଚିନ୍ତ, ଯଦି ସେ ପ୍ରତିଭା ଜନ୍ମରୁ ନଥିବ ତାହା କେବେ ବି ସମ୍ଭବ ହୋଇପାରିନଥାନ୍ତା। ଆଜି ଦେଖନ୍ତୁ, ଏହି ଅବସରରେ ତାଙ୍କୁ ମଧ୍ୟ ଯୋଉ ବିଶ୍ୱର ସବୁଠାରୁ ବଡ଼ ଅର୍ଗାନାଇଜେସନ ନୋବେଲ ୱାର୍ଲଡ ରେକର୍ଡ, ସେ ବି ମଧ୍ୟ ତାଙ୍କର ଏହି କଳାକୃତି ପାଇଁ ତାଙ୍କୁ ମଧ୍ୟ ଆଜି ତାଙ୍କୁ ପୁରସ୍କୃତ କରିଛି, ସମ୍ମାନିତ କରିଛି। ନିଶ୍ଚିନ୍ତ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ, ଆମ ଜିଲ୍ଲା ପାଇଁ ଗର୍ବ। ଏହି ଅବସରରେ ପ୍ରଭୁ ଜଗନ୍ନାଥ, ମା ଭଦ୍ରକାଳୀ ଏବଂ ବାବା ଆରଣୀଙ୍କ ନିକଟରେ ପ୍ରାର୍ଥନା କରିବି, ପିଲାଟିର ଯୋଉ ପ୍ରତିଭା ଅଛି ସେ ପ୍ରତିଭା ଦିନକୁ ଦିନ ଆହୁରି ପରିସ୍ଫୁଟିତ ହଉ ଏବଂ ସେ ବିଶ୍ୱ ସ୍ତରରେ ଜଣେ ସୁନାମଧନ ଚିତ୍ରଶିଳ୍ପୀ ନିଜର ନାମକୁ ପରିଚୟ କରୁ। ଏଥିପୂର୍ବରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ୱାର୍ଲଡ ବୁକ୍ ଅଫ୍ ରେକର୍ଡ, ଡକ୍ଟର ଟୁ ଆୱାର୍ଡ, ଜେନିୟସ୍ ବୁକ୍ ଅଫ୍ ରେକର୍ଡ ଆଦି ନମିତାଙ୍କୁ ମିଳି ସାରିଛି। ଏନେଇ ଚିତ୍ରଶିଳ୍ପୀ ନମିତା ଶୁଣନ୍ତୁ କ'ଣ କହୁଛନ୍ତି। ମୋ ଚିତ୍ରଶିଳ୍ପୀ ଡକ୍ଟର ନମିତା ବେହେରା। ମୁଁ ତ ୟା ପୂର୍ବରୁ 500ରୁ ଉର୍ଦ୍ଧ୍ୱ ପଟ୍ଟଚିତ୍ର ନେଇସାରିଛି। ତା ମଧ୍ୟରେ ଆମର ମାନେ ଭାରତର ସର୍ବୋଚ୍ଚ ନାଗରିକ ଯିଏକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ବିଧାୟକ, ସାଂସଦ, ମନ୍ତ୍ରୀ ସମସ୍ତଙ୍କୁ ଭେଟି ଫଟୋ ଦେଇସାରିଛି। ଏବେ ତ ମାନେ ପୂର୍ବରୁ ପାଇଥିଲି ଇଣ୍ଡିଆ ବୁକ୍ ରେକର୍ଡ, ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡ, ତା ସହିତ ମଧ୍ୟ ପାଇଥିଲି ଆମର ୱାର୍ଲଡ ୱାଇଡ ଡକ୍ଟରେଟ୍ ଆୱାର୍ଡ, ବିଦ୍ୟାରତ୍ନ ଆୱାର୍ଡ, ଜେନିୟସ୍ ରେକର୍ଡ। ଏବେ ମୁଁ ନୋବେଲ ୱାର୍ଲଡ ରେକର୍ଡ ପାଇଛି ୟୁଏସ୍ ରୁ। ଏହା ପୂର୍ବରୁ ମଧ୍ୟ ଲଣ୍ଡନ ୱାର୍ଲଡ ରେକର୍ଡ ମଧ୍ୟ ପାଇଥିଲି। ଏବେ ମୁଁ ପାଇଛି ନୋବେଲ ୱାର୍ଲଡ ରେକର୍ଡ, ଯୋଉଟା କି ୟୁଏସ୍ ର ତାର ହେଡ୍ ଅଫିସ। 239ଟା ଦେଶ ମଧ୍ୟରୁ ମୁଁ ସିଲେକ୍ସନ ହେଲି, ଗୋଟେ ହେଇଛି ଆଉ। ବନ୍ତ ଭଦ୍ରକରୁ ହେମନ୍ତ ସିଂଙ୍କ ରିପୋର୍ଟ, ମେଟ୍ରୋ ଟିଭି ଓଡ଼ିଶା। हॉलमार्क ऑर्नामेंट्स स्वप्नरू सत जाए।